ଜ୍ଞାନପୁଷ୍ପ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିକାର ପ୍ରସଙ୍ଗ ଅକଲକୁ ହଁ, ନକଲକୁ ନା। ନକଲ କରିବା ଭୁଲ କଥା, ଏହାକୁ ଯେତେଥର କହିଲେ ବି କମ୍ ହେବ। ବର୍ଷ ବର୍ଷ ଧରି ଅନେକ ଲୋକ ଏ କଥାକୁ ବିଦ୍ୟାର୍ଥୀମାନଙ୍କୁ କହି ଆସିଛନ୍ତି। ପରୀକ୍ଷାରେ ପ୍ରତାରଣାରୁ ମୁକ୍ତ ହୁଅ। ଆଜି ଆଉ ଥରେ ବିଦ୍ୟାର୍ଥୀ ବନ୍ଧୁମାନଙ୍କୁ ଏହି କଥା କହିବାକୁ ଚାହୁଁଛି। ନକଲ କରି ସଫଳ ହେବାରେ ଭ୍ରମ ହୁଏତ ସୃଷ୍ଟି ହୋଇପାରେ, ଏହା କିନ୍ତୁ ପୂରାପୂରି ଅନୈତିକ ତଥା ପରୀକ୍ଷାର ଔଚିତ୍ୟ ଏହାଦ୍ୱାରା ନଷ୍ଟ ହୋଇଯାଏ। ନକଲ କରୁ କରୁ ଯଦି ତୁମେ ଧରା ପଡ଼ିଲେ ତେବେ ଦଣ୍ଡ ପାଇବ, ଆଉ ଯଦି ତମେ ଏଥିରୁ ବର୍ତ୍ତିଯାଅ ତେବେ ଏହା ତୁମର ଅଭ୍ୟାସରେ ପରିଣତ ହୋଇଯିବ, ଯାହା ତୁମ ପାଇଁ ବିପଦପୂର୍ଣ୍ଣ ହେବ ଓ ନିଜର ଅନ୍ତରାତ୍ମାକୁ ସର୍ବଦା ଆଘାତ ଦେବ। କ'ଣ ତୁମେ ତୁମର ଅନ୍ତରାତ୍ମା ନିକଟରେ ନୈତିକ ମୂଲ୍ୟବୋଧ ପାଖରେ ସଦାସର୍ବଦା ନତମସ୍ତକ ହୋଇ ରହିବାକୁ ବାଧ୍ୟ ହେବ? ନକଲ କରି ତୁମେ ନିଜ ସହ ତଥା ନିଜର ବାପା ମା ଓ ସମାଜ ସହ ମଧ୍ୟ ବିଶ୍ୱାସଘାତକତା କରିବ। ନକଲ କରିବାର ଯୋଜନା ତିଆରି କରିବା, ନୂଆ ନୂଆ କୌଶଳ ଖୋଜିବା, ଏସବୁରେ ତୁମେ ଯେତେ ସମୟ ନଷ୍ଟ କରିବ ସେତିକି ସମୟରେ ହୁଏତ ତୁମେ ସେ ବିଷୟ ଭଲ ଭାବରେ ପ୍ରସ୍ତୁତ କରିପାରିବ। ନିଜ ପରିଶ୍ରମ ଦ୍ୱାରା ଅର୍ଜିତ ସଫଳତା ହିଁ ଚିରସ୍ଥାୟୀ। ଜଣେ ବିଦ୍ୟାର୍ଥୀ ଭାବେ ଏ କଥା ମନେ ରଖିବ, ନକଲ କରିବାର ଅଭ୍ୟାସ କେବଳ ପରୀକ୍ଷାରେ ସୀମିତ ହୋଇ ରହେ ନାହିଁ। ଏ ଅଭ୍ୟାସ ପାଠପଢ଼ା, ଗୃହ କାର୍ଯ୍ୟ ଆଦି ସବୁ କାର୍ଯ୍ୟରେ ଏମିତି ବଳବତ୍ତର ହୋଇ ରହେ। ଅନ୍ୟ କାହା କାର୍ଯ୍ୟ ବା ବିଚାରଧାରାକୁ ଚୋରି କରି ନିଜ ନାମରେ ପ୍ରଚାରିତ କରିବା ଦ୍ୱାରା ବେଳେବେଳେ ନିଜର ସୁନିଶ୍ଚିତ ଭବିଷ୍ୟତ ସହ ବର୍ଷ ବର୍ଷର ଅର୍ଜିତ ମାନସମ୍ମାନକୁ ହିଁ ହରାଇବାକୁ ପଡ଼ିଥାଏ।